ଜୟ ଜଗନ୍ନାଥ ସାଙ୍ଗମାନେ, ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖୁଥିବା ସମସ୍ତ ଗୁରୁଜନ, ଭାଇ ଭଉଣୀ, ଭାଉଜମାନେ, ମାଆମାନେ ଯିଏ ବି ଦେଖୁଛନ୍ତି ତାଙ୍କୁ ଅଶେଷ ଧନ୍ୟବାଦ। ବର୍ତ୍ତମାନ ସମୟ ରାତି 10ଟା। ଏମିତି ଯାହା ଦୁଃଖେ ସୁଖେ ଯୋଡ଼ା ଖାଇଦେଇ ପିଲାମାନେ ବି ଟିକେ ଖାଇଦେଲେ, ମା ବି ଟିକେ ଖାଇଦେଲା। ବର୍ତ୍ତମାନ ଦୋକାନ ଭିତରେ ରେଷ୍ଟ ନେବି, ଟିକେ ଶୋଇବି, ରାତି 4ଟାରେ ଉଠିବି। ଜୀବନରେ ମୁଁ ବହୁତ ଷ୍ଟ୍ରଗଲ୍ କରିଛି। ସମସ୍ତେ କହୁଛନ୍ତି ଯେ ଏ ତ କଳି ଯୁଗ, ଧର୍ମର ହବ ଜୟ। ସମସ୍ତେ କହୁଛନ୍ତି, କୋଉଠି ଆଜ୍ଞା ଧର୍ମର ଜୟ ହଉଛି ବିଚାର କଲେ? ମୋ ଜୀବନରେ କିଛି ମୁଁ ଅଧର୍ମ କରିନି। କୌଣସି ଚୋରି, ନାରୀ, ଦଲାରୀ ଏସବୁ ଜିନିଷ ମୋତେ ଜଣା ନାହିଁ ଆଜ୍ଞା। କିନ୍ତୁ ମୁଁ ବହୁତ କଷ୍ଟ ପାଉଛି। ବେଳେବେଳେ ଇଚ୍ଛା ହେଉଛି ସୁଇସାଇଡ୍ କରିଦେବାକୁ। ପୁଣି ଭାବୁଛି ଯୋଉଟା ଛୋଟ ପୁଅ ମୋର, ଯେତେବେଳେ ତା ମାମା ବଞ୍ଚିଥିଲା ସେତେବେଳେ ତ କେହି ଭାଇ ଭାଉଜ ସାଙ୍ଗସାଥି କେହି ବି ତାଙ୍କୁ ଖାଇବାକୁ ମୁଠେ ଦେଇନଥିଲେ। ଆଉ ଯଦି ମୁଁ ମରିଯାଏ ତାହେଲେ ସିଏ ବଞ୍ଚିବେ କେମିତି? ଏକଥା ଭାବୁଛି, କିନ୍ତୁ ମୋର ବହୁତ ଦୁଃଖ ରହୁଛି। ସେ ଦୁଃଖ ଆପଣଙ୍କୁ କହିଲେ ବି ଆପଣ ବିଶ୍ୱାସ କରିବେନି କେହି। ସେଥିପାଇଁ ବେଳେବେଳେ ଇଚ୍ଛା ହେଉଛି ମରିଯିବା ପାଇଁକା। ଧର୍ମର କ'ଣ ଆଜ୍ଞା ଜୟ ହେଉଛି? ଯେ ସର୍ଟ ବାତରେ ରହୁଛି, ମୁଁ ଆଜ୍ଞା ମୋର ହେଉଛି ଧନୁରାଶି। ମୁଁ ମୁହଁରେ କହିଦିଏ, ବହୁତ ଲୋକ ମୋର ଶତ୍ରୁ ହେଇଯାଆନ୍ତି। ସବୁ ସତ କଥା କହିଦିଏ ମୁହଁରେ, ସେଥିପାଇଁ ବହୁତ ଲୋକ ମୋର ଶତ୍ରୁ ହେଇଯାଆନ୍ତି। ମୁହଁରେ କହିବା, ସତ କହିବା କ'ଣ କିଛି ଭୁଲ? ମୋରି ଆଖି ଆଗରେ ମୁଁ ଦେଖୁଛି ଯେଉଁମାନେ ଅଧର୍ମ କରୁଛନ୍ତି, ଅନ୍ୟାୟ କରୁଛନ୍ତି, ଅତ୍ୟାଚାର କରୁଛନ୍ତି, ସେମାନେ ବହୁତ ଭଲରେ ରହୁଛନ୍ତି। ମୁଁ ଆଜ୍ଞା ଗଣ୍ଡା ଖାଇବାକୁ ପାଉନି। ମାନେ ସବୁ ଅଛି, ମୋ ଘରେ ସବୁ ଅଛି, ମୁଁ କିଛି ରୋଜଗାର ବି କରୁଛି, କିନ୍ତୁ କରିକି ଖାଇପାରୁନି। ମୋତେ ଜଞ୍ଜାଳ ଛାଡ଼ି ଦଉନି। କିନ୍ତୁ ଯେଉଁମାନେ ଅଧର୍ମ ଅନ୍ୟାୟ କରୁଛନ୍ତି ସେମାନେ ବହୁତ ଭଲରେ ରହୁଛନ୍ତି, ଭଲରେ ଚଳୁଛନ୍ତି, ମୁଁ ଆଖି ଆଗରେ ଦେଖୁଛି। ତାହେଲେ ଏଠି ଧର୍ମର କ'ଣ ଜୟ ହବ? ଧର୍ମ କାହିଁ କହୁନାହାନ୍ତି? ମୋ ଭିଡ଼ିଓରେ ମୋ ବୋଉର ବୟସ ହେଉଛି 90+। ସେ ଭିଡ଼ିଓରେ ବି ମୋ ବୋଉ ଅଛି, ଆପଣମାନେ ଦେଖିପାରୁଥିବେ, ଦେଖିବେ। 3ଟା ପୁଅ ଏଇନା ଅଛନ୍ତି, କିନ୍ତୁ ମୋ ବୋଉଟା ମୋ ପାଖରେ। ମୋର ସ୍ତ୍ରୀ ନାହିଁ, ତା ସେବା ଯତ୍ନ ବି ମୁଁ କରୁଛି। ଏଠି ଧର୍ମ କାହିଁ ତାହେଲେ? ଆପଣମାନେ ବିଚାର କରନ୍ତୁ, କ'ଣ ଧର୍ମର ହବ ଜୟ? ଏଇଟା ଅଧର୍ମର ହେଉଛି ଜୟ। ଅଧର୍ମ, ଅନ୍ୟାୟ, ଅତ୍ୟାଚାର ଯେଉଁମାନେ କରୁଛନ୍ତି ସେ ବହୁତ ଭଲରେ ରହିଛନ୍ତି, ମୁଁ ଦେଖୁଛି ଆଖି ଆଗରେ। ଏମିତି ଏକ ଯନ୍ତ୍ରଣାମୁକ୍ତ ଜୀବନ ମଣିଷ ବଞ୍ଚୁଛି, 2 ବର୍ଷ ହେଇଗଲା। ନା ସୁଖ ଅଛି, ନା ଶାନ୍ତି ଅଛି, ନା ଭଲ ଟିକେ ଖାଇପାରୁଛି, ସବୁ ଥାଇକି ଖାଇପାରୁନି। ମୋ ପିଲା 2ଟା ବି ଛଟପଟ ହୁଅନ୍ତି, 2ଟା ନୁହଁ 3ଟା ପିଲା।
ମୋ ବୋଉ ବି ମୋର ଗୋଟେ ପିଲା। 90 ବର୍ଷ ହେଇଯାଇଛି ମାନେ ତାକୁ ସିଏ ଗୋଟେ ମୋର ଛୁଆ। ସିଏ ହେଉଛି ଚଳନ୍ତି ଭଗବାନ। ଆଜିକାଲି ସବୁ ବାଣ୍ଟି ଦେଉଛନ୍ତି ମାଆକୁ ବାପାକୁ। ବୃଦ୍ଧା ବୟସ ହେଇଗଲା ପରେ ତୁ ରଖିବୁ ମାସେ, ମୁଁ ରଖିବି ମାସେ, ଯିଏ ନ ରଖିଲା ସେ ନେଇକି ବୃଦ୍ଧା ଆଶ୍ରମରେ ଛାଡ଼ିଦେଲା। କିନ୍ତୁ ମୁଁ ସେ ଟାଇପ୍ର ପିଲା ନୁହଁ। ସିଏ ମୋର ଗୁହ ଗୋବର କରିଛି, ମୁଁ ବି ତାର ଗୁହ ଗୋବର କରିବାକୁ ପ୍ରସ୍ତୁତ ଅଛି, ବି କରୁଛି ବି। କିନ୍ତୁ ଭଗବାନ କାହିଁକି ମୋ ଉପରେ ଏତେ ନିଷ୍ଠୁର ହେଲେ? ଏତେ କମ୍ ବୟସରୁ ମୋ ସ୍ତ୍ରୀଟାକୁ ମୋଠୁ ଛଡ଼େଇ ନେଇଗଲେ। ବହୁତ ପଇସା ଖର୍ଚ୍ଚ କଲି, ମୋ ଅକାତ ବାହାର, ମୋ ସୀମା ବାହାର। ଗୁଡ଼ାଏ କର୍ଜ ଦାମ ଫାଇନାନ୍ସ ଜିନିଷ କରିଦେଲି। ସେଗୁଡ଼ାକ ସିଏ ବି ସେ କଥା ବି ଦେଖିଲେନି ଠାକୁର। ଯଦି ବଞ୍ଚେଇ ଦେଇଥାନ୍ତେ ମୋର ଦୁଃଖ ନଥାନ୍ତା। ତାକୁ ମାରିଦେଲେ। ଏବେ ଯାହାଠୁ ଯାହା ଆଣିଛି ଫାଇନାନ୍ସ କମ୍ପାନୀ ହଉ କି କାହାଠୁ ଇଣ୍ଟରେଷ୍ଟ ହଉ, ସେମାନେ ମୋତେ ଖାଇଯାଉଛନ୍ତି। ପର୍ ଡେଲି ଦୋକାନ ଠିକି ଜଣେ ଦି ଜଣ ଆସିକି ପହଞ୍ଚୁଛନ୍ତି। କେମିତି ବଞ୍ଚିବି? ଏଥିରେ ହେଉଛି ଧର୍ମର ହବ ଜୟ। କାହିଁ ଧର୍ମ? ମୁଁ କିଛି ଭୁଲ କହୁନି ଆଜ୍ଞା। ମୋତେ ସେତିକି ବାଧୁଛି, ମୁଁ ଅଙ୍ଗେ ଲିଭେଇଛି ଆଉ ଲିଭଉଛି ମଧ୍ୟ। ସେଥିପାଇଁ ଏ ଜିନିଷ କହିଦେଇ ଯାଉଛି। ଏଠି ଧର୍ମ ନାହିଁ, ଏଠି ଅଧର୍ମ ଅଛି। ଯୋଡ଼ିଏ ଛୋଟ ଛୁଆ ଆଉ ଗୋଟେ ବୁଢ଼ୀ ମାଆକୁ ନେଇକି ମୁଁ ବଞ୍ଚୁଛି। 2 ବର୍ଷ ହେଇଗଲା ଷ୍ଟ୍ରଗଲ୍ କରି ମୁଁ ଦରମଲା ହେଇଗଲି। ଖଣ୍ଡେ ଭଲରେ ଖାଇବାକୁ ମୋତେ ମିଳୁନି ଥାଇକି ସବୁ। କି ଟିକେ ଭଲରେ ଶୋଇ ବି ପାରୁନି, ନିଦ ହଉନି ଟେନସନରେ। କାଲି ସକାଳୁ ସିଏ ଆସିବ ତାର ପଇସା ନେବ, କାଲି ସକାଳୁ ସିଏ ଆସିବ ତାର ପଇସା ନେବ। ଏଇସବୁ ଜିନିଷ ଭାବୁଛି। ଏଠି କ'ଣ ମୁଁ କହିବି ଆଜ୍ଞା? ଧର୍ମର ହବ ଜୟ କହିବି ନା ଅଧର୍ମର ହବ ଜୟ କହିବି? ହଉ, ରାତି 10ଟା ହେଇଗଲି। ଏ ଭିଡ଼ିଓଟା ମୁଁ କାଲି ପୋଷ୍ଟ କରିବି ସକାଳେ। ବଡ଼ ଠାକୁର ଜଗନ୍ନାଥଙ୍କ ପ୍ରାର୍ଥନା, ମୋ ଭିଡ଼ିଓକୁ ଯିଏ ଦେଖୁଛ ଗୋଟେ ସେୟାର କର, ଲାଇକ୍ କର ଆଜ୍ଞା, କମେଣ୍ଟ କିଛି କର। ଆପଣମାନଙ୍କ ଦୟାରୁ ମୋର ଯଦି କୂଳ ଭାସି ଯାଉଥିବ ତାହେଲେ ଲାଗିଯିବ। ଏତିକି ପ୍ରାର୍ଥନା କରୁଛି କାଳିଆ ଠାକୁର ପାଖରେ। ସଂସାରର ମଙ୍ଗଳ ହଉ, ଆପଣମାନଙ୍କର ମଙ୍ଗଳ ହଉ। ଜୟ ଜଗନ୍ନାଥ। ରହୁ।